ଆଜି ଶୁଣିବା ଉପନ୍ୟାସ ଲଛମା। ଔପନ୍ୟାସିକ ଫକୀର ମୋହନ ସେନାପତି। ଭାଗ 19। ଆଜି ଏହି ଉପନ୍ୟାସଟିର ଶେଷ ଭାଗଟିକୁ ଆମେ ଶୁଣିବା। ପରିଚ୍ଛେଦ 40। ପରିଚ୍ଛେଦର ନାମ ଗୟାକ୍ଷେତ୍ର। ଭଗବାନ ବିଷ୍ଣୁ ଗୟାସୁରକୁ ବଧ କରି ଏହି ପବିତ୍ର କ୍ଷେତ୍ର ପ୍ରତିଷ୍ଠା କରିଅଛନ୍ତି। ଜମ୍ବୁଦ୍ୱୀପ ଭାରତଖଣ୍ଡ ମଧ୍ୟରେ ଏହା ଗୋଟିଏ ମହାପୁଣ୍ୟମୟ ଧାମ। ଭାରତଭୂମିର ସମସ୍ତ ପ୍ରଦେଶରୁ ଅସଂଖ୍ୟ ହିନ୍ଦୁ ସନ୍ତାନ ସହସ୍ର ସହସ୍ର କ୍ରୋଶ ମାର୍ଗ ଅତିକ୍ରମ କରି ପ୍ରାଣାନ୍ତକ ପରିଶ୍ରମ ସ୍ୱୀକାରପୂର୍ବକ କଷ୍ଟୋପଯାତିତ ବିତ୍ତ ମାୟାତ୍ୟାଗ କରି ପିତୃଲୋକଙ୍କ ସଦ୍ଗତି କାମନା କରି ଏହି ପୁଣ୍ୟମୟ ସ୍ଥାନକୁ ସମାଗତ ହେଉଅଛନ୍ତି। ଜନକ କୁମାରୀ ସୀତାଦେବୀ ବନବାସ ସମୟରେ ଏହି ପବିତ୍ର କ୍ଷେତ୍ରରେ ପିତୃଲୋକଙ୍କ ଉଦ୍ଧାର ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ଗୟା ସହର ପାଷାଣମୟ ସୌଧ ଶ୍ରେଣୀର ପାଦଦେଶରେ ପ୍ରଚ୍ଛନ୍ନ ସଲିଳା ପତିତ ପାବିନୀ ପିତୃଲୋକତାରିଣୀ ଫଲ୍ଗୁନତୀ ବିରାଜିତା। ନଦୀ ସୈକତ ବିଦାରଣ ପୂର୍ବକ ଯାତ୍ରୀମାନେ ପିଣ୍ଡଦାନ କରୁଅଛନ୍ତି। ପୂର୍ବାହ୍ନ ଦିବାପ୍ରହରକ ସମୟରେ ଅନୁମାନ 30 ବର୍ଷ ବୟସ୍କ ଗୋଟିଏ ଯୁବକ ଫଲ୍ଗୁନତୀ ବାଲୁକା ପ୍ରାନ୍ତ ମଧ୍ୟରେ ଭ୍ରମଣ କରୁ କରୁ ସମାଗତ ଯାତ୍ରୀମାନଙ୍କ ପିଣ୍ଡଦାନ କ୍ରିୟାକଳାପ ଦର୍ଶନ କରୁଅଛି। ଅବିଚ୍ଛେଦ୍ୟ ରୂପେ ଯାତ୍ରୀ ଦଳର ଗତିବିଧି ଚଳୁଅଛି। ଏକ ଦଳ ପିଣ୍ଡଦାନ କ୍ରିୟା ସମାପ୍ତ କରି ଚାଲି ଯାଉଅଛନ୍ତି। ପର ମୁହୂର୍ତ୍ତରେ ଅନ୍ୟ ଦଳେ ଯାତ୍ରୀ ଆସି ସେ ସ୍ଥାନ ପୂର୍ଣ୍ଣ କରୁଅଛନ୍ତି। ଏକ ସ୍ଥାନରେ ସେହି ଯୁବକ ଦେଖିଲା, ଗୋଟିଏ ଲୋକ ସୂର୍ଯ୍ୟକିରଣ ନିବାରଣ ନିମନ୍ତେ ବସ୍ତ୍ର ଦ୍ୱାରା ମସ୍ତକ ଆବରଣ ପୂର୍ବକ ହାତ ଯୋଡ଼ି ନେତ୍ର ମୁଦ୍ରିତ କରି ଧ୍ୟାନପରାୟଣ ହୋଇ ନଦୀଗର୍ଭସ୍ଥ ବାଲୁକା ଉପରେ ଉପବିଷ୍ଟ। ଗୟାଳୀ ପଣ୍ଡା ସମ୍ମୁଖରେ ବସି ମନ୍ତ୍ର ପାଠ କରୁଅଛି। ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରଂ ତପଂ ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତାଃ। ଦର୍ଶକ ଯୁବକଟି ମନୋଯୋଗପୂର୍ବକ ସେହି ମନ୍ତ୍ରପାଠ ଶ୍ରବଣ କଲା। ବର୍ତ୍ତମାନ ଏହା ମନରେ ଅନ୍ୟ କିଛି ଚିନ୍ତା ନାହିଁ। ଅନ୍ୟ କିଛି ଚିନ୍ତାକୁ ସ୍ଥାନ ଦେଉନାହିଁ। ସମସ୍ତ ଚିନ୍ତା ପିତୃଦେବମୟ। ତାହାର ସମସ୍ତ ହୃଦୟ ପିତୃଦେବମୟ। ସେ କଳ୍ପନା ନେତ୍ରରେ ନିରୀକ୍ଷଣ କରି ଦେଖିଲା, ତାହାର ପିତୃଦେବଙ୍କ ଆତ୍ମା ପୁରୁଷ ପିତୃଲୋକରେ ରହି ପିଣ୍ଡ ପ୍ରାପ୍ତି ପ୍ରତ୍ୟାଶାରେ ଏକ ଧ୍ୟାନରେ ବଂଶଧର ହସ୍ତକୁ ନିରୀକ୍ଷଣ କରିଅଛନ୍ତି। ସେହି ଭ୍ରମଣକାରୀ ଯୁବକଟି ଅନ୍ୟ କେହି ନୁହେଁ, ଆମ୍ଭମାନଙ୍କ ପରିଚିତ ପାନରା ଅଟେ। ପାନରା ସମ୍ପ୍ରତି ଏକ ବିଷମ ସମସ୍ୟାରେ ପଡ଼ିଅଛି। ଧର୍ମକାର୍ଯ୍ୟରେ ଛଦ୍ମବେଶ ଅସାରଲ୍ୟ ନିତାନ୍ତ ବର୍ଜନୀୟ, ବିଶେଷତଃ ପିତୃକ୍ରିୟା ସମୟରେ। ପ୍ରକୃତ ନାମ, ପ୍ରକୃତ ଗୋତ୍ର, ପ୍ରକୃତ ବେଶ ଧାରଣ କରିବା ନିତାନ୍ତ ପ୍ରୟୋଜନ। କାପଟ୍ୟ ଧର୍ମକାର୍ଯ୍ୟରେ ବିଘ୍ନକାରୀ। ତାହାର ସରଳ ସହଜ ଜ୍ଞାନ ଦ୍ୱାରା ସହଜ ମୀମାଂସାରେ ଉପନୀତ ହେଲା। ପରିଚ୍ଛେଦ 41। ପରିଚ୍ଛେଦର ନାମ ଅପୂର୍ବ ମିଳନ। ମଧ୍ୟାହ୍ନ ସମୟ। ଅଧିକାଂଶ ଯାତ୍ରୀ ଫଲ୍ଗୁକ୍ରିୟା ସମାପନ ପୂର୍ବକ ବିଷ୍ଣୁପାଦରେ ପିଣ୍ଡଦାନ କରୁଅଛନ୍ତି। ଥୋକେ ଗତ ଦିବସ ଉକ୍ତ ଦୁଇ କାର୍ଯ୍ୟ ସମାପ୍ତ କରିଥିଲେ। ଅଦ୍ୟ ସୁଫଳ ଗ୍ରହଣ କରିବାର ଦିନ। ପ୍ରତ୍ୟେକ ଯାତ୍ରୀ ସକାଶେ 16 ଦାନ ସାମଗ୍ରୀ ପ୍ରସ୍ତୁତ ଅଛି। ଧେନୁ ଶଯ୍ୟାମଣ୍ଡିତ ପଲଙ୍କ, ଜଳପାତ୍ର, ଅନ୍ନପାତ୍ର ପ୍ରଭୃତି ପ୍ରାୟ ଶତାଧିକ ମୁଦ୍ରା ମୂଲ୍ୟର ଦ୍ରବ୍ୟ ପ୍ରସ୍ତୁତ ଅଛି। କେହି କେହି ଅସମ୍ପନ୍ନ ଯାତ୍ରୀ 4 ଅଣା 8 ଅଣା ମୂଲ୍ୟରେ ସେହି ସମସ୍ତ ଦ୍ରବ୍ୟ କ୍ରୟ କରି ପଣ୍ଡାଙ୍କୁ ଦାନ କରୁଅଛନ୍ତି। ସେହି ସମସ୍ତ ମୂଲ୍ୟବାନ ଦ୍ରବ୍ୟର ମୂଲ୍ୟ 2 ଅଣା ନିରୂପିତ ହେଲେ ମଧ୍ୟ ପଣ୍ଡା ଗୋସାଇଁଙ୍କ କ୍ଷତି ନାହିଁ। କାରଣ ପଣ୍ଡାଙ୍କ ସ୍ୱଗୃହତ ଆନୀତ ସେହି ସମସ୍ତ ଦ୍ରବ୍ୟ ପୁନର୍ବାର ବାହୁଡ଼ିଯିବ ଯଜମାନଙ୍କ ଦ୍ୱାରା ମନ୍ତ୍ରପୁତ ହେବ ମାତ୍ର। ସେହି ଏକ ସଜ ଦାନ ସାମଗ୍ରୀ ସେହି ସ୍ଥାନରେ ଚିରକାଳ ସଜ୍ଜିତ ହୋଇ ରହିଅଛି। ପ୍ରତ୍ୟହ ଶତ ଶତ ଯାତ୍ରୀ ଦ୍ରବ୍ୟ କ୍ରୟ ଏବଂ ଦାନ କରି ଯାଉଅଛନ୍ତି। ବାକ୍ୟରେ କ୍ରୟ ଏବଂ ଦାନ ମନ୍ତ୍ର ପାଠ ମାତ୍ର। ଦାନପାତ୍ରର ଉନ୍ନତି ବା ଅପଚୟ ହେବାକୁ ନାହିଁ। ସେହି ସୁଫଳ ଦାନସ୍ଥଳରେ ଆନୁମାନିକ 63 ବର୍ଷିୟା ପରମା ସୁନ୍ଦରୀ କୁଶହସ୍ତା ମୁଦ୍ରିତ ନେତ୍ରା ଧ୍ୟାନ ନିମଗ୍ନା ଗୋଟିଏ କ୍ଷତ୍ରିୟ କନ୍ୟା ଉପବିଷ୍ଟା।
ସମ୍ମୁଖରେ ବନ୍ଧ ଲଗା ମିର୍ଚାଇ ପରିଧାନ ଧରି ଶ୍ୱେତବର୍ଣ୍ଣ ଉଷ୍ମିଷଧାରୀ ଗୟାଳୀ ପଣ୍ଡା ବସି ଯଜମାନଙ୍କୁ ସଂକଳ୍ପ ମନ ପଢ଼ାଉଛି। ପଣ୍ଡା କଥିତ ମନ୍ତ୍ର ଯଜମାନ ପୁନରାବୃତ୍ତି କରୁଅଛି। ଯଜମାନ ଭକ୍ତିପୂର୍ବକ ଗମ୍ଭୀର ସ୍ୱରରେ ଉଚ୍ଚାରଣ କଲା, ଅହଂ ଲକ୍ଷ୍ମା ଦେବା ପିତ୍ରଃ ଧ୍ୟୋକଳ ସିଂହ ବର୍ମଣ। ଠିକ୍ ସେହି ମୁହୂର୍ତ୍ତରେ ଅଳ୍ପ ଦୂରରେ ଆଉ ଗୋଟିଏ କ୍ଷତ୍ରିୟ ଯୁବକ ସୁଫଳ ଗ୍ରହଣ କରୁଥିଲା। ସେ ଯୁବକଟି ମଧ୍ୟ ଧ୍ୟାନମଗ୍ନ ଏବଂ କୋଶହସ୍ତ। ତାହାର ଗୟାଳୀ ପଣ୍ଡା ମନସାରାମ ଚୋବେ କଥିତାନୁସାରେ ଉଚ୍ଚାରଣ କଲା, ଅହଂ ବାଦଲ ସିଂହ ବର୍ମଣ ପିତୃଂ ହରିଭଜନ ସିଂ ବର୍ମଣ। ଦୁଇ ଯଜମାନ ଉଚ୍ଚାରିତ ବାକ୍ୟ ଯୁଗପତ୍ ଦୁଇ ଜଣଙ୍କ କର୍ଣ୍ଣରେ ପ୍ରବେଶ କଲା। ଚକିତ ନେତ୍ରରେ ପରସ୍ପର ଚାହିଁଲେ ଏକ ସ୍ଥାନରେ ଚାହିଁଅଛନ୍ତି। ନେତ୍ରରେ ପଲକପାତ ନାହିଁ। ଏ କ'ଣ ସ୍ୱପ୍ନ ନା ଦେବମାୟା? ନା ପିଣ୍ଡଦାନ ସମୟରେ ଏପରି ଦୃଶ୍ୟ ହୁଏ? ଉଭୟଙ୍କ ମନରେ ସମାନ ଭାବନା। ଆଉ ସନ୍ଦେହ ନାହିଁ। ପ୍ରତ୍ୟକ୍ଷ ପ୍ରମାଣ ଅକାଟ୍ୟ ଲୌହଚୁମ୍ବକ ପରି ଦୁଇ ଜଣ ପରସ୍ପର ଆଡ଼କୁ ଧାବିତ ହେଲେ। ଲଛମା ବାଦଲ ସିଂ ପାଦଦ୍ୱୟ ଧରିଅଛି। ବାଦଲ ସିଂ ଲଛମାକୁ ଦୃଢ଼ ରୂପେ ଧାରଣ କରିଅଛି। କାହାରି ମୁଖରେ କଥା ନାହିଁ। ବାଳକ ବାଳିକା ପରି ଦୁଇ ଜଣ ଚିତ୍କାର ପୂର୍ବକ କାନ୍ଦୁଅଛନ୍ତି। ଅନ୍ୟ ଦିଗରେ ଦୁଇ କୋଟି ଭିକାରିଣୀ ବୃଦ୍ଧା ସ୍ତ୍ରୀ ସୁଫଳ ଗ୍ରହଣ ସକାଶେ ବସିଅଛନ୍ତି। ପୁଷ୍ପମାଳାରେ ସେମାନଙ୍କ ହସ୍ତବଦ୍ଧ। ଭିକ୍ଷାଲବ୍ଧ ଯତ୍କିଞ୍ଚିତ୍ ଧନ ପଣ୍ଡାମାନ ଠାକୁରଙ୍କର ଏଥିପୂର୍ବେ ହସ୍ତଗତ ହୋଇଯାଇଅଛି। ସୁଫଳ ଦକ୍ଷିଣା ଦେବାକୁ ଶକ୍ତି ନାହିଁ। ଏଥିସକାଶେ ବଧହସ୍ତା। ସେହି ବୃଦ୍ଧା ଦୁଇ କୋଟି ଧାଇଁଲେ, ଆରେ ମେରି ଲଛମା, ଆରେ ମେରି ବାଦଲରେ। ଚାରୋଟି ପ୍ରାଣୀ ଜଡ଼ିତ ହୋଇ ପଡ଼ିଛନ୍ତି। କେତେ ଦଣ୍ଡ ପର୍ଯ୍ୟନ୍ତ କାହାରି ମୁଖରେ କଥା ନାହିଁ। କେବଳ ଚିତ୍କାର, କେବଳ କ୍ରନ୍ଦନ। ସମସ୍ତଙ୍କ ନେତ୍ରରୁ ଅବିରଳ ଧାରା ପ୍ରବାହିତ ହେଉଛି। ସମୟ ସମୟରେ ପରସ୍ପରକୁ ମୁଖାଲଭନ କରି ଅତିକତର ଉଚ୍ଚ ଚିତ୍କାର କରୁଅଛନ୍ତି। ସମସ୍ତ ଯାତ୍ରୀ, ସମସ୍ତ ପଣ୍ଡା ତଟସ୍ଥ ହୋଇ ଏହି ଅପୂର୍ବ ମିଳନ ଦେଖୁଅଛନ୍ତି। ଅନେକ ସମୟ ଉତ୍ତାରେ ସେହି ଚାରିଜଣ ପ୍ରକୃତିସ୍ଥ ହେଲେ ଏବଂ ଅବଶିଷ୍ଟ ଦୈବକାର୍ଯ୍ୟ ସମାପନ ପୂର୍ବକ ପଣ୍ଡାଙ୍କ ନିର୍ଦ୍ଦିଷ୍ଟ ବାସସ୍ଥାନକୁ ଗମନ କଲେ। ଚିହ୍ନାଇ ଦେବା ଅନାବଶ୍ୟକ, ବୃଦ୍ଧା ସ୍ତ୍ରୀ ଦୁଇ କୋଟି ଲଛମାର ମା ଓ ଲଛମାର ଶାଶୁ, ବାଦଲ ସିଂର ମା ଓ ବାଦଲ ସିଂର ଶାଶୁ। ପରିଚ୍ଛେଦ 42। ପରିଚ୍ଛେଦର ନାମ ବଂଶ ପରିଚୟ। ମହାତ୍ମା କର୍ଣ୍ଣେଲ ଟଡ୍ ସାହେବ ରାଜପୁତ ସ୍ଥାନର ବିଗତ ବିସ୍ତୃତ ପ୍ରାୟ ବୀରତ୍ୱ କାହାଣୀ ଜଗତକୁ ଶ୍ରବଣ କରାଇ ଭାରତବାସୀଙ୍କର ଧନ୍ୟବାଦର ପାତ୍ର ହୋଇଯାଇଅଛନ୍ତି। ଉକ୍ତ ମହାତ୍ମାଙ୍କ ସଂଗୃହୀତ ରାଜସ୍ଥାନ ନାମକ ପୁସ୍ତକରୁ ଜଣାଯାଏ, 1193 ଖ୍ରୀଷ୍ଟାବ୍ଦରେ ଆର୍ଯ୍ୟାବର୍ତ୍ତ ଭୂମିରେ ମହାରାଜା ପୃଥ୍ୱୀରାଜ ଏବଂ ମହାରାଜ ଜୟଚାନ୍ଦ ଜିଗୀଷା ବୃତ୍ତିର ବଶବର୍ତ୍ତ ହୋଇ ବହୁବର୍ଷ ବ୍ୟାପୀ ପରସ୍ପର ଯୁଦ୍ଧ ଦ୍ୱାରା ନିତାନ୍ତ ନିସ୍ତେଜ ଏବଂ ନିର୍ଦ୍ଧନ ହୋଇପଡ଼ିଥିଲେ। ଏହି ସମୟରେ ଯବନବୀର ଶାହାବୁଦ୍ଦିନ୍ ପାଣ୍ଡବତିଳକ ଧର୍ମପୁତ୍ର ଯୁଧିଷ୍ଠିରଙ୍କ ପବିତ୍ର ହସ୍ତିନାପୁରୀ ହସ୍ତଗତ କରି ଜୟଚାନ୍ଦ ବିରୋଧରେ ଯୁଦ୍ଧଯାତ୍ରା କଲେ। ଏଣେ ଜୟଚାନ୍ଦ ହୀନବଳ, ଅର୍ଥଶୂନ୍ୟ। ତଥାଚ ସେ ଯବନବୀରଙ୍କ ଗତିରୋଧ କରିବା ବିଷୟରେ ନିରୁତ୍ସାହ ହେଲେ ନାହିଁ। ଦୁଷ୍ୟତ୍ପତି ନଦୀକୂଳରେ ଉଭୟ ପକ୍ଷରୁ ବିଷମ ସମର ସଂଘଟିତ ହେଲା। ଦୈବ ବିମୁଖ ସମୟରେ ଅପ୍ରତ୍ୟାଶିତ ରୂପେ ସର୍ବଦିଗରୁ ବିପଦ ରାଶି ସମୁପସ୍ଥିତ ହୁଏ। ଭାରତ ଭୂମି ବିଦେଶୀୟ ହସ୍ତଗତ ହେବା ଯେମନ୍ତ ଭଗବାନଙ୍କ ଅଭିପ୍ରେତ, ଜୟଚାନ୍ଦ ନଦୀ ପାର ହେବା ସମୟରେ ତାଙ୍କର ତରଣୀ ନଦୀଗର୍ଭରେ ନିମଗ୍ନ ହେଲା। ତାହାଙ୍କର ସାମନ୍ତ ସେନାପତି ଏବଂ ବଂଶଧରମାନେ ପକ୍ୱ ସ୍ମାଳନୀବୀଜ ସମାନ ଆର୍ଯ୍ୟବର୍ତ୍ତ ଭୂମିରେ ବିକୀର୍ଣ୍ଣ ହୋଇ ନାନା ସ୍ଥାନରେ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଏବଂ ବଂଶ ସ୍ଥାପନ କଲେ। ରାମଶରଣ ସିଂ ଏବଂ ଦୀନଦୟାଲ ସିଂ ଦୁଇ ଜଣ ସାମନ୍ତ ଦୀନ ବେଶରେ ନାନା ଦେଶ ଭ୍ରମଣ ପୂର୍ବକ ଅବଶେଷରେ ରୋହିଲା ଖଣ୍ଡରେ ବାସସ୍ଥାନ ନିରୂପଣ କରିଥିଲେ। ଲଛମାର ପିତା ଧ୍ୟୋକଳ ସିଂହ ଏବଂ ବାଦଲ ସିଂର ପିତା ହରଭଜନ ସିଂହ ସେମାନଙ୍କ ବଂଶଧର। ଆମ୍ଭମାନଙ୍କ ବର୍ଣ୍ଣିତ ସମୟରେ ରୋହିଲା ଖଣ୍ଡ ନିବାସୀମାନେ ସମର, ବ୍ୟବସାୟୀ ଏବଂ ଲୁଣ୍ଠନକାରୀ ଜାତି ଥିଲେ।
ସେମାନେ ସମସ୍ତେ ମୁସଲମାନ ଧର୍ମାବଲମ୍ବୀ। ହିନ୍ଦୁମାନେ ସେମାନଙ୍କ ସହିତ ଯୋଗଦାନ କରି ନାହାନ୍ତି। ମାତ୍ର ଦେଓଙ୍କଳ ସିଂ ଏବଂ ହରିଭଜନ ସିଂ ଲୁଣ୍ଠନକାରୀମାନଙ୍କର ସହାୟତା କରିଥିବାର ପ୍ରକାଶିତ ହେଲା। ବାଦଲର ମାତା ଶ୍ୟାମାବାଇ, ଲଛମାର ମାତା ରୁକ୍ମାବାଇ ଦୁଇଜଣ ନିତାନ୍ତ ସରଳା, ସଚ୍ଚରିତା ଏବଂ ପତିପରାୟଣ ଥିଲେ। ସ୍ୱାମୀମାନଙ୍କ ଦୁଶ୍ଚରିତା ସେମାନଙ୍କ କର୍ଣ୍ଣଗୋଚର ହେବାରୁ ସବିନୟ ହିତୋପଦେଶ ଓ ଆନ୍ତରିକ ଯତ୍ନ ଦ୍ୱାରା ସେମାନଙ୍କୁ ସନ୍ମାର୍ଗଗାମୀ କରାଇଥିଲେ ଏବଂ ସେମାନଙ୍କ ପାପ ବିମୋଚନ ନିମନ୍ତେ ନାନା ତୀର୍ଥସ୍ଥାନରେ ପରିଭ୍ରମଣ କରିଥିଲେ। ପଶ୍ଚାତ୍ ପ୍ରକାଶିତ ହେଲା, ଦେଓଙ୍କଳ ସିଂ ଏବଂ ହରିଭଜନ ସିଂ ଦୁଇଜଣ ସପରିବାରରେ ତୀର୍ଥ ଭ୍ରମଣ କରୁଥିବା ସମୟରେ ଲୁଣ୍ଠନକାରୀ ମୁସଲମାନଙ୍କ ଦ୍ୱାରା ସେମାନଙ୍କ ସମସ୍ତ ସମ୍ପତ୍ତି ଅପହୃତ ହୋଇଥିଲା। ପରିଚ୍ଛେଦ 43। ପରିଚ୍ଛେଦର ନାମ ଉପସଂହାର। ମନୁଷ୍ୟ ଭାଗ୍ୟ କ୍ଷଣ ପରିବର୍ତ୍ତନଶୀଳ। ବାଦଲ ସିଂ ଏବଂ ଲଛମାର ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇଅଛି। ବଣବିଷ୍ଣୁପୁର ପରଗଣାରେ ରାଜଧାନୀ ସ୍ଥାପନ ପୂର୍ବକ ସେମାନେ ପରମ ସୁଖରେ ବାସ କରୁଅଛନ୍ତି। ବର୍ତ୍ତମାନ ରାଜା ବାଦଲ ସିଂ ଏବଂ ରାଣୀ ଲଛମାବାଇଙ୍କ ନାମ ବଙ୍ଗଦେଶରେ ସର୍ବତ୍ର ପରିଚିତ। ବେଗମ ସାହେବଙ୍କ ଅନୁରୋଧ ତଥା ନବାବ ସାହେବଙ୍କ ଅନୁଗ୍ରହରେ ରାଣୀ ଲଛମାବାଇ ରାଇବଣିଆ ଦୁର୍ଗର ଅଧିକାରୀ ପୁରସ୍କାର ସ୍ୱରୂପ ପ୍ରାପ୍ତ ହୋଇଅଛନ୍ତି। ଶ୍ୟାମାବାଇ ଏବଂ ରୁକ୍ମାବାଇ ଶେଷ ଜୀବନରେ ପରମବ୍ରହ୍ମଙ୍କ ଶ୍ରୀଚରଣ ଧ୍ୟାନପୂର୍ବକ ପରମ ଶାନ୍ତିରେ ପରଲୋକକୁ ଗମନ କରିଅଛନ୍ତି। ଧାର୍ମିକା ସତୀ ସ୍ତ୍ରୀମାନଙ୍କ ସନ୍ତାନ ସନ୍ତତି ପୃଥିବୀରେ ଯଶ ସୁଖ ସୌଭାଗ୍ୟ ଭୋଗ କରନ୍ତି। ଧର୍ମନିଷ୍ଠା, ପ୍ରଜାବାତ୍ସଲ୍ୟ, ପରୋପକାରିତା, ଦାନଶୀଳତା ପ୍ରଭୃତି ସଦ୍ଗୁଣରେ ମଣ୍ଡିତ ହୋଇ ରାଜା ଏବଂ ରାଣୀ ବହୁ ବର୍ଷ ଯାବତ୍ ପରମ ସୁଖରେ ରାଜତ୍ୱ ଭୋଗ କରିଥିଲେ। ବର୍ତ୍ତମାନ ସେହି ରାଜବଂଶ ଏବଂ ରାଇଗଣିଆ ଦୁର୍ଗ କାହିଁ? ଯଦୁପତେଃ କୋକ୍କତା ମଥୁରାପୁରୀ ରଘୁପତୟେ କୋକ୍ତତର କୋଶଳମ୍ ଇତି ବିଚିନ୍ତ୍ୟଂ କୁରୁଷ୍ୱଂ ମନଂ ସ୍ଥିର ନ ସନ୍ଦିଦଂ ଜଗଦିତ୍ୟବଧାୟ। ସର୍ବେ ଚଳିବେ କାଳବଳେ କଥା ରହିବ ମହୀତଳେ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଫକୀରମୋହନ ସେନାପତିଙ୍କର ଉପନ୍ୟାସ ଲଛମା। ରହିଲି, ନମସ୍କାର।